আমার কোর্ট ମ୍ୟାରେଜ ହେଇଥିଲା, ଲଭ୍ ମ୍ୟାରେଜ କୋର୍ଟ ମ୍ୟାରେଜ ହେଇଥିଲା। ମୋ ଶ୍ୱଶୁର ଶାଶୁ ସମସ୍ତେ ଯାଇଥିଲେ ମ୍ୟାରେଜ କରି। ନୂଆ ଗାଁରେ ମ୍ୟାରେଜ କରିଥିଲି। ମୋ ସ୍ୱାମୀ ହେଲା ଭକ୍ତରୀ ନାୟକ, ମୋ ଶାଶୁ ନାଁ ହେଲା ସୁଦୟ ନାୟକ, ଆଉ ମୋ ଯା ନାଁ ହେଲା ମଲ୍ଲୀ ନାୟକ, ଆଉ ମୋ ଶ୍ୱଶୁର ନାଁ ହେଲା ରାମଚନ୍ଦ୍ର ନାୟକ। ସବୁବେଳେ ତ ଗୋଟେ କଥା ଗାଳି କରିବେ, ତୁ ଅଲଗା ଜାତିର ଝିଅ ତ ଗାଳି ଗୁଲଜ କରିଥିଲେ। ନାଇଁ ସେ ମୋ ପୁଅର ପୁଅ ନୁହେଁ, ସେ ଅଲଗା ପୁଅ, ଅଲଗା ଷଣ୍ଢର ଛୁଆ ସିଏ। ପୂର୍ବରୁ ପୂର୍ବରୁ ଟିକେ ଭଲ ଥିଲା, ଯେମିତି କି ତାକୁ ଗାଳି ଗୁଲଜ କରୁଥିଲା ଅବଶ୍ୟ, ମତେ ଏତେ ବି ନାହିଁ, ଖାଲି ମତେ ଟିକେ ଗାଳି ଗୁଲଜ କରନ୍ତି କି ଭୁଲ ଟିକେ ହେଇଗଲେ ବି ସେ କୁହନ୍ତି। ତାପରେ ଯେତେବେଳେ ତା ବାବା ଗଲା, ତାପରେ ସେଠୁ ମାନେ ପୁଅକୁ ଖାଇବାକୁ ଦେଲେନି, କି ମୋ ପାଇଁ ବି ପ୍ରୋବ୍ଲେମ ହେଲା କି ମୁଁ ଖାଇ ପିଇ ପାରିଲିନି। ମତେ ସେଠୁ ମାଇଲା, ମୋ ଯା ଦୁନିଆ କଥା ବି କହିଲା। ଆଉ ସେଠୁ ମୁଁ ଘରକୁ ପଳେଇ ଆସିଲି। ଶାଶୁ ଶାଶୁ ବି କହେ, ଶ୍ୱଶୁର ବି କହେ କି ତୋ କେଉଟ ଘର ଝିଅ, ତୁ ଆଉ ମୋର କଣଟା କରିବୁ। ନାଇଁ, ଘରେ ରଖେଇ ଦେଲେନି ବୋଲି ମୁଁ ମୋ ବାପା ଘରେ ଆସିଥିଲି। ତାପରେ ଗଲି ଆମ ଘର, ତାପରେ ବି ଶ୍ୱଶୁର ଘରକୁ ଗଲି। ଗଲା ପରେ ବି ସେଠି ରଖେଇ ଦେଲେନି। ପୁଣି ସେଠୁ ଗଲା ପରେ ସେଠୁ ଆସିକିନା ବାହାରକୁ ଗଲି, ବାହାରେ ଯାଇକିନା 2 ପଇସା କାମ ଇନକମ କରି ଆଣିକିନା ଘର କଲି। ପଇସା ରଖିନା ଘରଟା କଲି, ସେଠି ବି କରେଇ ଦଉନାହାନ୍ତି ଘର। ଘରେ କଲା ପରେ ବି ସେମାନେ ମତେ ରଖେଇ ଦଉନାହାନ୍ତି। ଏବେ ପୋଲିସ ଯେମିତି କି ଆମ ମା ଛୁଆ ଦି ଜଣ କୋଉଠି ଗୋଟେ ରହିବୁ ଭଲସେ, ଜାଗା ଖଣ୍ଡେ ଦେବେ କି ଘର ନା ଚାହୁଁ, ଯେମିତି କି ଆମ ମା ପୁଅ ଗୋଟେ କୋଉଠି ରହିବୁ ଭଲସେ, ଯେମିତି କି ଥଇଥାନ ହେଇକିନା ରହିବୁ ମା ପୁଅ। ଶ୍ୱଶୁର ଥିଲା, ମାନେ ଶ୍ୱଶୁର ପୁଅ ଥିଲା ବେଳେ ବି ଶାନ୍ତିରେ ରଖେଇ ଦଉନଥିଲେ, ସେ ଗଲା ପରେ ବି ଏବେ ଶାନ୍ତିରେ ରଖେଇ ଦଉନାହାନ୍ତି। ଜାତି ଗୋଟେ ବିବାଦ ଥିଲା, ଜାତି ବିବାଦରେ ସବୁବେଳେ ଯେ ତମର କେଉଟ ଘର, ଆମର ହେଲା ଖଣ୍ଡାୟତ ଘର। ମତୁଫାଣ୍ଡିରେ ବି ହେଇଛି, ଚାନ୍ଦବାଲିରେ ବି ହେଇଛି। ତାପରେ ସେଟା ସେମାନେ କେହି କିଛି ବୁଝିଲେ, ମହିଳା କମିଶନରେ ବି ଯାଇକିନା ଆସିଥିଲେ, ଭୁବନେଶ୍ୱରରୁ ଯାଇକିନା, ତାପରେ ଭଦ୍ରକରେ ବି ଆସିଥିଲେ, କିଛି ବୁଝିବା ନାହିଁ। ଶ୍ୱଶୁର ସେଠିକି ମହିଳା କମିଶନରେ କହିଦେଲେ ଯେ ମୋର ଜାଗା ଅଛି କିନ୍ତୁ ମୋ ଘର ଦ୍ୱାର ନାହିଁ, ତୁ ଘର ଦ୍ୱାର କରିକିନା ମୁଁ ଘର କଲା ପରେ ଏବେ ସେ ରଖେଇ ଦଉନାହାନ୍ତି। ତମେ କାଲି ବି ସେଠି କହିଛି, ଯଦି ତମ ଜାଗା ନଦବ, ଆମ ପୁଅ ଆମେ ଆମର ଯାହା କରିବା କଥା, ଆମ ମନ ଯାହା ହବ, ଆମେ ତେଣିକି ଫାଣ୍ଡିର ସୁଇସାଇଡ କରିବୁ କି ଯାହା ବି କରିବା କଥା ଆମେ କରିବୁ। ମା ପୁଅ ଯେତେବେଳେ ଛୁଟିଆ ଛୁଆଟେ, ତାକୁ ନେଇକି ବାପର ସବୁବେଳେ ପଡିକି ରହିବି ନା, ସୁଇସାଇଡ କରିବୁ।